ଯେତେବେଳେ ଦ୍ୱାପର ଯୁଗର ଅନ୍ତ ସମୟ ଆସିଗଲା, ଭଗବାନ ଶ୍ରୀକୃଷ୍ଣ ମହାପ୍ରଳୟ ଜଳ ମାଧ୍ୟମରେ ଯଦୁବଂଶର ଅନ୍ତ କରିଥିଲେ। ଏହି ପ୍ରକ୍ରିୟାରେ ଦ୍ୱାରିକାର ଏକ ଜଙ୍ଗଲରେ ଘୁରି ବୁଲୁଥିଲେ। ସେ ଏକ ଶିଆଳି ଲତାରେ ବସିଥିଲେ। ଏହି ସମୟରେ ଜାରାଶବର ନାମକ ଏକ ଶିକାରୀ ତାଙ୍କୁ ହରିଣ ଭାବି ତାଙ୍କ ଉପରକୁ ତୀର ମାରି ଦେଇଥିଲେ। ଯେତେବେଳେ ଜାରାଶବର ନିଜ ଭୁଲ ଜାଣିପାରିଲେ, ସେ କାନ୍ଦିବାକୁ ଲାଗିଲେ ଏବଂ ବହୁତ ବ୍ୟସ୍ତ ହୋଇଗଲେ ଆଉ ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ଷମା ମାଗିଥିଲେ। ଭଗବାନ ବିଷ୍ଣୁ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ ଯେ ଏହା ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା, ତୁମେ ଚିନ୍ତା କର ନାହିଁ। ତୁମେ ମୋର ଶରୀରକୁ ଜଳାଇ ମୋର ଶେଷାଂଶକୁ ସମୁଦ୍ରରେ ବିସର୍ଜନ କରିଦିଅ। ଏହା ଶୁଣି ଜାରାଶବର ଭଗବାନ ଶ୍ରୀକୃଷ୍ଣଙ୍କ ଶବକୁ ସମ୍ପୂର୍ଣ୍ଣ ଜଳାଇ ପାରିନଥିଲେ। କୁହାଯାଏ ଏହି ଅଗ୍ନିରେ ଭଗବାନଙ୍କ ଶରୀରର ନାଭିର କିଛି ଅଂଶ ଜଳି ନଥିଲା, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଆଦେଶ ଅନୁସାରେ ତାର ଶେଷାଂଶକୁ ସମୁଦ୍ରରେ ଭସାଇ ଦେଇଥିଲା, ଯାହା ଏକ ଦିବ୍ୟ କାଠଗଣ୍ଡି ରୂପେ ଭାସି ଭାସି ପୁରୀ ସମୁଦ୍ର କୂଳରେ ଲାଗିଥିଲା। ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଭୁ ବିଷ୍ଣୁଙ୍କର ବହୁତ ବଡ଼ ଭକ୍ତ ଥିଲେ। ଭଗବାନ ବିଷ୍ଣୁ ତାଙ୍କୁ ସ୍ୱପ୍ନରେ ଆସି କହିଲେ ଯେ ମୁଁ ପୁରୀ ବାଙ୍କ ମୁହାଣରେ ଗୋଟିଏ କାଠଗଣ୍ଡି ହୋଇ ଭାସୁଅଛି। ମୋତେ ଆଣି ମୋର ମୂର୍ତ୍ତି ନିର୍ମାଣ କରି ପୂଜା କର। ଏହାପରେ ରାଜା ଇନ୍ଦ୍ରଦ୍ୟୁମ୍ନ ପୁରୀର ବାଙ୍କ ମୁହାଣରେ ପହଞ୍ଚି ଦେଖିଲେ ଯେ ସତକୁ ସତ ତାକୁ ସମୁଦ୍ରରେ ଗୋଟାଏ କାଠଗଣ୍ଡି ଭାସୁଥିବାର ଦେଖାଗଲା। ସେ ସେହି କାଠଗଣ୍ଡିକୁ ମନ୍ଦିରକୁ ନେଇ ଆସିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଭୁଙ୍କର ପ୍ରତିମୂର୍ତ୍ତି ତିଆରି କରିବାକୁ ବହୁତ କାରିଗରଙ୍କୁ ଡାକିଲେ, କିନ୍ତୁ କେହି ମଧ୍ୟ ପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ନିର୍ମାଣ କରିପାରିଲେ ନାହିଁ। ରାଜା ଇନ୍ଦ୍ରଦ୍ୟୁମ୍ନ ଚିନ୍ତିତ ଥିଲେ ଯେ କିପରି ଏହି କାଠକୁ ଭଗବାନଙ୍କ ଆକାର ଦିଆଯିବ। ଏହି ସମୟରେ ଜଣେ ବୟସ୍କ ଲୋକ ନିଜକୁ ଅନନ୍ତ ମହାରାଣା କହି ରାଜାଙ୍କ ଦରବାରରେ ଆସି ପହଞ୍ଚିଗଲେ, ଯିଏକି ପ୍ରକୃତରେ ବିଶ୍ୱକର୍ମା ଦେବତା ଥିଲେ। ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଲେ ଯେ ସେ ଏହି ମୂର୍ତ୍ତିକୁ ନିର୍ମାଣ କରିପାରିବେ, କିନ୍ତୁ ଏହି ମୂର୍ତ୍ତି ନିର୍ମାଣ କରିବା କାର୍ଯ୍ୟରେ ତାଙ୍କର କିଛି ସର୍ତ୍ତ ରହିଛି। ସେହି ସର୍ତ୍ତଟି ହେଲା ଯେ ସେ ମୂର୍ତ୍ତିକୁ ବନାଇବା ପାଇଁ 21 ଦିନ ସମୟ ନେବେ। ସେ ଏହି ମୂର୍ତ୍ତିକୁ ଏକ ବନ୍ଦ କୋଠରୀରେ ବନେଇବେ। 21 ଦିନ ଯାଏଁ ତାଙ୍କୁ କେହି ଡାକିବେ ନାହିଁ କିମ୍ବା ସେହି ବନ୍ଦ କୋଠରୀର କବାଟ ଖୋଲିବେ ନାହିଁ। ରାଜା ଇନ୍ଦ୍ରଦ୍ୟୁମ୍ନ ତାଙ୍କ କଥାରେ ରାଜି ହେଲେ। ଏହାପରେ ସେ କବାଟ ବନ୍ଦ କରି ମୂର୍ତ୍ତି ଗଢ଼ିବା କାମ ଆରମ୍ଭ କରିଦେଲେ। ଘର ଭିତରୁ 2 ସପ୍ତାହ ପର୍ଯ୍ୟନ୍ତ ତାଙ୍କର କାଠ କାଟିବା ପିଟିବା ଶବ୍ଦ ଆସୁଥିଲା, କିନ୍ତୁ 2 ସପ୍ତାହ ପରେ ଘର ଭିତରୁ କିଛି ମଧ୍ୟ ସ୍ୱର ଶବ୍ଦ ଆସିଲା ନାହିଁ। ରାଣୀ ଗୁଣ୍ଡିଚା ଏହା ଦେଖି ବହୁତ ଚିନ୍ତିତ ହେଲେ। କାରିଗର ଜଣକ ବହୁତ ବୃଦ୍ଧ ଥିଲେ। କାଳେ ଏତେ ଦିନ ନ ଖାଇ ନ ପିଇ ତାଙ୍କର କିଛି ହୋଇଯାଇଥିବ, ତାହା ଭାବି ସେ ଚିନ୍ତିତ ହୋଇପଡ଼ିଲେ। ସେ ରାଜାଙ୍କୁ ଏହି କଥା କହି କବାଟ ଖୋଲିବାକୁ କହିଲେ। ରାଜାଙ୍କର ଇଚ୍ଛା ତ ନଥିଲା, କିନ୍ତୁ ରାଣୀ ବାଧ୍ୟ କରିବାରୁ ସେ ଘରର କବାଟ ଖୋଲି ଦେଇଥିଲେ। ଯେମିତି ଘରର କବାଟ ଖୋଲିଛି, ସେମାନେ ଦେଖିଲେ ସେ ବୁଢ଼ା ବ୍ୟକ୍ତି ଜଣକ କେଉଁଆଡ଼େ ଅନ୍ତର୍ଧ୍ୟାନ ହୋଇଗଲେ ଏବଂ ତା ପଛରେ ସେହି ଅଧାଗଢ଼ା ମୂର୍ତ୍ତି ଛାଡ଼ି ଦେଇଗଲେ। ଏହା ଦେଖି ରାଜା ତାଙ୍କର ପ୍ରତିଜ୍ଞା ଭାଙ୍ଗିଥିବାରୁ ବହୁତ ପଶ୍ଚାତାପ କଲେ ଏବଂ ନିଜକୁ ସମାପ୍ତ କରିଦେବାକୁ ଭାବିଲେ। ହେଲେ କିଛି ସମୟ ପରେ ଶୂନ୍ୟରୁ ଶବ୍ଦ ଆସିଲା, ହେ ରାଜା, ତୁମେ ତୁମର ପ୍ରତିଜ୍ଞା ଭାଙ୍ଗି କବାଟ ଖୋଲିଦେଲ, ତେଣୁ ମୋର ମୂର୍ତ୍ତି ଅଧାଗଢ଼ା ହୋଇ ରହିଗଲା। କିନ୍ତୁ ତୁମେ ଚିନ୍ତା କର ନାହିଁ, ମୁଁ ଏହି ରୂପରେ ସାରା ଦୁନିଆକୁ ଦର୍ଶନ ଦେବି। ମୋର ମୂର୍ତ୍ତିକୁ ସ୍ଥାପନ କରି ପୂଜା କରିବା ଆରମ୍ଭ କର। ସ୍ୱୟଂ ଭଗବାନଙ୍କ ଆଶ୍ୱାସନା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳାଚଳରେ ଭଗବାନଙ୍କର ଭବ୍ୟ ମନ୍ଦିର ପ୍ରତିଷ୍ଠା କଲେ। ମନ୍ଦିରର ପ୍ରତିଷ୍ଠା ଓ ପ୍ରଭୁଙ୍କ ମନ୍ଦିର ସ୍ଥାପନା କରିବା ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ରାଣୀ ଗୁଣ୍ଡିଚାଙ୍କ ସହ ବ୍ରହ୍ମାଙ୍କୁ ଡାକିବାକୁ ବ୍ରହ୍ମଲୋକକୁ ଗଲେ। ଯେତେବେଳେ ରାଜା ଆଉ ରାଣୀ ବ୍ରହ୍ମଲୋକକୁ ପହଞ୍ଚିଲେ, ସ୍ୱୟଂ ବ୍ରହ୍ମା ଧ୍ୟାନମଗ୍ନରେ ଥିଲେ। କୁହାଯାଏ ବ୍ରହ୍ମଲୋକରେ ଗୋଟିଏ ଦିନ ପୃଥିବୀରେ ଗୋଟିଏ ଯୁଗ ସହିତ ସମାନ। ବ୍ରହ୍ମାଙ୍କର ଧ୍ୟାନ ସରିବା ପରେ ରାଜା ତାଙ୍କ ମନ୍ଦିରକୁ ପବିତ୍ର କରି ପ୍ରତିଷ୍ଠା କରିବାକୁ ଅନୁରୋଧ କଲେ। ବ୍ରହ୍ମଦେବ ତାଙ୍କ ପ୍ରସ୍ତାବକୁ ସ୍ୱୀକାର କରି ତାଙ୍କ ସହ ନୀଳାଚଳ ଧାମରେ ପହଞ୍ଚିଲେ। ଯେତେବେଳେ ସେମାନେ ପୃଥିବୀ ପୃଷ୍ଠରେ ପହଞ୍ଚିଲେ, ଗୋଟାଏ ଯୁଗ ବିତି ସାରିଥିଲା। ସେହି ସମୟ ଭିତରେ ମନ୍ଦିରଟି ବାଲିରେ ପୋତି ହୋଇଯାଇଥିଲା। ଆଉ ସେହି ସମୟରେ କଳାମାଧବ ସେଠାରେ ଶାସନ କରୁଥିଲେ। ଥରେ କଳାମାଧବ ସେହି ରାସ୍ତା ଦେଇ ଯାଉଥିଲେ। ତାଙ୍କର ଘୋଡ଼ାର ଖୁରା ମନ୍ଦିରର ଶିଖରରେ ବାଜିଗଲା ଆଉ ସେ ତଳେ ପଡ଼ିଗଲେ। ସେ ସେହି ଜାଗାକୁ ଖୋଳି ମନ୍ଦିରର ପୁନରୁଦ୍ଧାର କରିଥିଲେ।
ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଦେବଙ୍କ ସହ ସେଠାରେ ପହଞ୍ଚିଲେ, ସେ ଦେଖିଲେ କଳାମାଧବ ତାଙ୍କ ରାଜ୍ୟରେ ଶାସନ କରୁଛନ୍ତି ଆଉ ମନ୍ଦିରକୁ ମଧ୍ୟ ନିଜ ଅଧିକାରକୁ ନେଇଯାଇଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ବିବାଦ ହୋଇଯାଇଥିଲା। ପରେ ବ୍ରହ୍ମାଙ୍କ କଥା ଅନୁସାରେ ନିଶ୍ଚିତ କରାଗଲା ଯେ ପ୍ରକୃତରେ ଇନ୍ଦ୍ରଦ୍ୟୁମ୍ନ ମନ୍ଦିରକୁ ନିର୍ମାଣ କରିଥିଲେ ଆଉ କଳାମାଧବ ଏହାକୁ ପୁନରୁଦ୍ଧାର କରି ରକ୍ଷା କରିଥିଲେ। ପରେ ଭଗବାନ ବ୍ରହ୍ମଦେବ ମନ୍ଦିରର ପ୍ରତିଷ୍ଠା କରି ସେଠାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଆଉ ସୁଭଦ୍ରାଙ୍କ ମୂର୍ତ୍ତିକୁ ମଧ୍ୟ ସ୍ଥାପନ କରିଥିଲେ ଆଉ ପ୍ରଭୁ ଜଗନ୍ନାଥଙ୍କ ମଧ୍ୟରେ ପ୍ରାଣର ସଞ୍ଚାର କରିଥିଲେ। ଇନ୍ଦ୍ରଦ୍ୟୁମ୍ନଙ୍କ ଭକ୍ତି ଓ ତାଙ୍କ ମହାନ ମନ୍ଦିରର ପ୍ରତିଷ୍ଠାକୁ ଦେଖି ଭଗବାନ ବିଷ୍ଣୁ ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରତି ଖୁସି ହୋଇଗଲେ। ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କିଛି ହେଲେ ବର ମାଗିବା ପାଇଁ କହିଲେ। ଏହା ଶୁଣି ଇନ୍ଦ୍ରଦ୍ୟୁମ୍ନ କହିଲେ ଯେ, ହେ ଭଗବାନ, ଯଦି ଆପଣ ସତରେ ମୋ ପ୍ରତି ପ୍ରସନ୍ନ ଅଟନ୍ତି ତେବେ ମୋତେ ବରଦାନ ଦିଅନ୍ତୁ ଯେ ମୁଁ ନିର୍ଗୁଣ ହୋଇଯାଏ, ଯାହାଦ୍ୱାରା କେହି ମଧ୍ୟ କହିପାରିବେ ନାହିଁ ଯେ ଏହି ମନ୍ଦିର ତାଙ୍କ ପୂର୍ବଜଙ୍କ ଦ୍ୱାରା ବନାଯାଇଥିଲା। ଆଉ ଯଦି ଭବିଷ୍ୟତରେ ଆପଣଙ୍କ ମନ୍ଦିର କ୍ଷତିଗ୍ରସ୍ତ କିମ୍ବା ମୂର୍ତ୍ତି ନଷ୍ଟ ହୋଇଗଲେ ତେବେ ମଧ୍ୟ ଆପଣ ଏଇଠାରେ ରହିବେ, ଏହି ସ୍ଥାନକୁ କେବେ ମଧ୍ୟ ଛାଡ଼ିକରି ଯିବେ ନାହିଁ। ରାଜାଙ୍କ ପ୍ରାର୍ଥନା ଅନୁସାରେ ଭଗବାନ ବିଷ୍ଣୁ ତାଙ୍କୁ ବରଦାନ ଦେଇଥିଲେ। କିନ୍ତୁ ରାଣୀ ଗୁଣ୍ଡିଚା କିଛି ଦୂରରେ ରହି ଏହିସବୁ କଥା ଶୁଣୁଥିଲେ। ରାଜାଙ୍କ ନିର୍ଗୁଣ ହେବା ବରଦାନ କଥା ଶୁଣି ରାଣୀ ଗୁଣ୍ଡିଚା ବହୁତ ମନକଷ୍ଟ କରିଥିଲେ, କାରଣ କେହି ସ୍ତ୍ରୀ ମଧ୍ୟ ନିର୍ବିକାର ହୋଇ ରହିବାକୁ ପସନ୍ଦ କରିବେ ନାହିଁ। ସେ ବହୁତ ବ୍ୟସ୍ତ ଏବଂ ମନ ଦୁଃଖରେ ଥିଲେ, ଯାହାକି ଭଗବାନ ବିଷ୍ଣୁ ବୁଝିପାରିଥିଲେ। ଭଗବାନ ବିଷ୍ଣୁ ଏହା କହି ତାଙ୍କୁ ସାନ୍ତ୍ୱନା ଦେଲେ ଯେ ମୁଁ ଆପଣଙ୍କ ଘରେ ଜନ୍ମ ନେଇଛି, ଆପଣଙ୍କ ପୁତ୍ର ସମାନ, ଆଉ ଆପଣ ମୋ ମାତା ସମାନ ଅଟନ୍ତି। ତେଣୁ ମୁଁ ପ୍ରତିବର୍ଷ ରଥଯାତ୍ରାରେ ଆପଣଙ୍କ ପାଖକୁ ଆସିବି ଆଉ 9 ଦିନ ଯାଏଁ ଆପଣଙ୍କ ଘରେ ରହିବି। ଆପଣଙ୍କ ଘରେ ତିଆରି ହୋଇଥିବା ସ୍ୱାଦିଷ୍ଟ ଖାଦ୍ୟକୁ ମଧ୍ୟ ଭୋଜନ କରିବି। ତେଣୁ ପ୍ରତିବର୍ଷ ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ତାଙ୍କ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଏବଂ ସେଠାରେ 9 ଦିନ ଯାଏଁ ରହିଥାନ୍ତି। ରାଣୀ ଗୁଣ୍ଡିଚା ନା ତ ଦେବକୀ ଅଟନ୍ତି ନା ତ ଯଶୋଦା ଅଟନ୍ତି। ଯେହେତୁ କାହ୍ନା ତାଙ୍କୁ ପ୍ରତିଜ୍ଞା କରିଥିଲେ, ତେଣୁ ପ୍ରତିବର୍ଷ ତାଙ୍କ ପ୍ରତିଜ୍ଞା ରଖିବାକୁ ମା ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି, ଯିଏକି ଅଟନ୍ତି ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ। ତେବେ ଦର୍ଶକ ବନ୍ଧୁ, ଏହି ପୌରାଣିକ କଥା ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆଉ ଆପଣମାନେ ଆମ ଚ୍ୟାନେଲର ଭିଡ଼ିଓ ଗୁଡ଼ିକୁ ପ୍ରଥମ ଥର ଦେଖୁଥିଲେ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିବେ।